ମର୍ତ୍ତ୍ୟ ଲୋକରେ ଦେବାଦେବୀଙ୍କ ବିବାହ ଏବଂ ବିବାହ ପରେ ଯୁଗଳ ମୂର୍ତ୍ତିଙ୍କ ଦର୍ଶନ ଏବଂ ନଗର ପରିକ୍ରମା ଏ ଧାରାକୁ ଶୀତଳ ଷଷ୍ଠୀ କହି ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳନ କରୁଛନ୍ତି। ଏ ଶୀତଳ ଷଷ୍ଠୀରେ କ'ଣ ରହିଛି ବିଶ୍ୱାସ, ଶୀତଳ ଷଷ୍ଠୀକୁ ନେଇକି କ'ଣ ରହିଛି ଅଧିକ ଆଧ୍ୟାତ୍ମିକତା, ସେ ବିଷୟବସ୍ତୁକୁ ନେଇକି ଆଲୋଚନା କରିବା ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ସହିତ। ଆଜ୍ଞା, ଯେତେବେଳେ ଶୀତଳ ଷଷ୍ଠୀର କଥା କୁହାଯାଏ ଏହାର ଲୋକବିଶ୍ୱାସ କେମିତି ରହିଛି ଏବଂ କାହିଁକି ଶୀତଳ ଷଷ୍ଠୀ କରାଯାଏ? ଯେ ଆପଣଙ୍କର ଦୁଇଟି ପ୍ରଶ୍ନ ଏ ଭିତରେ ହେଇଛି। ଗୋଟେ ପ୍ରଶ୍ନ ହେଲା ଯେ ଶିବ ବିବାହ, ଆଉ ଗୋଟେ ହେଲା ଶୀତଳ ଷଷ୍ଠୀ। ଏ ଦୁହି ଭିତରେ ବହୁତ କିଛି ଅନ୍ତର ଅଛି। ଶିବ ବିବାହ କେତେବେଳେ ହୁଏ? ଯେତେବେଳେ ନିଜର ପରିବାର ଗୋଟେ ଦେବତାଙ୍କୁ ଯେତେବେଳେ ନିଜର ପରିବାର ଗ୍ରହଣ କରି ଦିଆଯାଏ, ତାର ବିବାହ, ଜନ୍ମ, ଜୟନ୍ତୀ ଇତ୍ୟାଦି ଇତ୍ୟାଦି ହୁଏ। କିନ୍ତୁ ଶୀତଳ ଷଷ୍ଠୀ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଏ ଯାତ୍ରା। এটা যাত্রা বিবাহ উৎসব নুহে, এটা যাত্রা। কারণ এই যাত্রাটা দীর্ঘস্থায়ী যাত্রা, এটা গোটে নিয়মিত ভাবে। কারণ আপন মানে সমস্তে টিকে ভিতরକୁ ପଛିବାକୁ ପଡ଼ିବ। ଆଦି ସଂସ୍କୃତି ଭିତରେ ଆମର ଗୋଟେ ପାଠ ସଭ୍ୟତା ଥିଲା ବୋଲେ କାରଣ ଗୋଟେ ପର୍ବତ ଏବଂ ଗୋଟେ ଗୁଫା, ଏ ଦୁଇଟା ଭିତରେ ଗୋଟେ ସମ୍ପର୍କ ଥିଲା। ଆପଣ ଅନ୍ୟ ଦେଖିବେ ଶିଖରକୁ ଲିଙ୍ଗ କୁହାଗଲା ଏବଂ ପରବର୍ତ୍ତୀ ଅଧ୍ୟାୟରେ ପାର୍ବତୀ ଯେହେତୁ ସେନ ପର୍ବତର କନ୍ୟା ନାରୀ ସେନ ଲିଙ୍ଗକୁ ସାବିତ କରାଗଲା, ତାଙ୍କୁ କୁହାଗଲା ଶକ୍ତି। ଶାକ୍ତ ଏବଂ ଶକ୍ତିଙ୍କର ଏଇଟା ଗୋଟେ ମିଳନ ପର୍ବ। କେତେବେଳେ ଯେତେବେଳେ ଆପଣ ଟିକେ ଲମ୍ବା ହେଇପାରେ, ଜ୍ୟେଷ୍ଠ ମାସ ମାନେ ମୁଖ୍ୟ ମାସ, ଶ୍ରେଷ୍ଠ ମାସ। ଏତାର କାରଣ ହେଲା ଏତାର ଆଗରୁ ରୁଦ୍ରତାପରେ ସବୁ ମାଟି ମାନେ ଜାମ୍ ହେଇଗଲାଣି ଏବଂ ପ୍ରତିଧ୍ୱନିତ ନାଇଁ ହେଲେ ଇ ଚାଷ କାମ ନେଇ ହେଇପାରେ, ଜୀବ ବଞ୍ଚି ନେଇପାରେ, କମ୍ପନ ବିନା ସୃଷ୍ଟି ଅସମ୍ଭବ। ଇଥିର୍ଲାଗି ବୋଲିକରି ଇ ଯାତ୍ରାର ଆରମ୍ଭ କରାଯାଇଥିଲା। ଏବଂ ତଣ୍ଡୁ ବୋଲି ଯେନ୍ ଆଦି ପର୍ବର ଯେନ୍ମାନେ ଥିଲେ, ଏଇଟା ଯେ ଆଜି ହେଉଛି କି 150 ବର୍ଷ କି 300 ବର୍ଷରୁ ଆରମ୍ଭ ହେଇଛେ ନୁହେଁ। ଏଇଟା ଆମର ପର୍ବତ ଆଗକୁ ବି ଥିଲା। ବର୍ଷା ନାଇଁ ହେଲେ ପର୍ବତ ଚଢ଼ ଆମର କଥାରେ ଥିଲା, ପର୍ବତ ଆରୋହଣ କଲେ ବର୍ଷା ହେବା ବୋଲେ ଇ ଶିକ୍ଷାକେ ଏହେଦ ବର୍ତ୍ତମାନ କାଣା କରୁଛ ପାରିବାରିକ କରିଦେଇକରି ସମାଜକେ ଧରି ଆଣିଛନ୍। ଇତାର ଗୁରୁତ୍ୱପୂର୍ଣ୍ଣ ବିଷୟଟା ହେଲା ଷଷ୍ଠୀ କାହିଁକି ହେଲା। ଶୀତଳୀ ଦେବୀଙ୍କ ନାଁ ଶୀତଳୀ ଆଏ କାଏଁ, ଶୀତଳୀ ଆଏ ବୋଲିକରି ରୁଦ୍ରତାପରେ ତଣ୍ଡୁମାନଙ୍କର ପ୍ରଥମ ମଣିଷ ଯେନ୍ମାନେ ଥିଲେ ଧରାପୃଷ୍ଠରେ, ତାଙ୍କର ଲାଗି ଯେନ୍ ନୃତ୍ୟଟା କରାହେଇଥିଲା ସେଟାର ନାଁ ହେଉଛି ତାଣ୍ଡବ। ତାଣ୍ଡବର ଲାସ୍ୟ ଭାବ ଆଣିବାର ଲାଗି ଆଣିଥିଲେ ଦେବୀ ଶୀତଳୀ ଦେବୀ ଆସିଥିଲେ ସେତେବେଳେ। ପାର୍ବତୀ ଯେନ୍ଟାକେ ବାମ ପାର୍ଶ୍ୱରେ ଥିଲେ, ସେ ତାଙ୍କୁ ବର୍ତ୍ତମାନ ଫେର୍ ମିଳନ କରାଯାଉଛି। ଜ୍ୟେଷ୍ଠ ପରେ ଫେର୍ ଆର୍ଦ୍ରତା ଆସବା, ବର୍ଷା ଆସବା, ମୃଦୁ କମ୍ପନ ହେବା, ଯାତ୍ରାରେ ବହୁତ ସମାଗମ ହେବା, ସମସ୍ତଙ୍କର ପାଦ ଆଘାତ, ବାଦ୍ୟଯନ୍ତ୍ର ଧ୍ୱନି ଆଘାତ, ଫୁଲକୁବଜିର ଆବାଜ, ମୁଖର ଆବାଜ ଧ୍ୱନି, ଏ ସବୁ ଜାଗାରେ ମିଶେଇକିରି ଗୋଟେ ପ୍ରତିଧ୍ୱନିତ କରବାର୍ ଲାଗି କମ୍ପନ ସୃଷ୍ଟି କରିକିରି ପୁଣି ସେ ସୃଷ୍ଟିକେ ସମାନାନ୍ତର ଆଣବାର୍ ଲାଗି, ତେଣୁ ଆର ମାସର ନାଁ ହେଉଛି ଆଷାଢ଼। ଆଶା ରଖିକିରି ଏ କର୍ମଟିକୁ କରାଯାଏ। ଇତାର ନାଁ ହେଉଛି ଶୀତଳ ଷଷ୍ଠୀ। ଷଷ୍ଠୀର କାରଣ ହେଲା ଦୁଇଟା ଷଷ୍ଠୀ। ଏକ ତ ମାସର ଷଷ୍ଠୀ, ସେଟା ଆମେ ସମସ୍ତେ 1 2 3 4 ସଂଖ୍ୟାକର ଷଷ୍ଠୀ, କିନ୍ତୁ ହେଟା ନୁହେଁ। ଇ ଷଷ୍ଠୀର ମଧ୍ୟ ତତ୍ତ୍ୱ ଗୋଟେ ଅଛି। ଇ ଷଷ୍ଠୀର ତତ୍ତ୍ୱ କାଣା ଯେ 3ଟା ଶବ୍ଦ ବିଜ୍ଞାନ আর 3টা ହେଉଛି ପ୍ରତ୍ୟକ୍ଷ ବିଜ୍ଞାନ, ସାଂସାରିକ ବିଜ୍ଞାନ। ଇ ଦୁଇଟା ମିଶିକିରି ଷଷ୍ଠୀ, ଯେନ୍ଟାକି ଅଦ୍ୱୈତବାଦରେ ହେଲା ଶବ୍ଦାଦ୍ୱୈତ, ସତ୍ତାଦ୍ୱୈତ ଏବଂ ବିଜ୍ଞାନ ଦ୍ୱୈତ। ଏଇଟା 3 ଶବ୍ଦ ରହିଲେ ଯିକେ ବଞ୍ଚବ, ଶବ୍ଦ ରହିଲେ ସତ୍ତା ରହିବା, ସତ୍ତା ଏବଂ ଶବ୍ଦର ଜ୍ଞାନ ଯଦି ଅର୍ଜନ କର ତ ବିଜ୍ଞାନୀ ହେଲ। ଏବେ କିନ୍ତୁ ଥାଳ ଉଠା ଠାରୁ ଆରମ୍ଭ କରିକି ଦେବଦମ୍ପତିଙ୍କର ବିବାହ, ତାପରେ ଯୁଗଳ ମୂର୍ତ୍ତି ଦର୍ଶନ, ତାପରେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ, ଏଇ ଗୋଟିଏ ମାସ ବା 1.5 ମାସର ଯେଉଁ ପରମ୍ପରା ରହିଛି, ଇଏ ପରମ୍ପରା କେବେଠାରୁ ଆରମ୍ଭ? ଆମ ପଶ୍ଚିମାଞ୍ଚଳରେ ଧୁମଧାମରେ ଯେହେତୁ ହେଉଛି, ଇଏ କେବେଠୁ ଆରମ୍ଭ କ'ଣ ବୋଲି କହିବେ? ନାଇଁ, ଏଇଟା ସହରାଞ୍ଚଳରେ କେବେଠୁ ଆରମ୍ଭ? ମନ୍ଦିର ନିର୍ମାଣ ପରେ ମନ୍ଦିରରେ ଅଧିଷ୍ଠିତ ଦେବୀ ଦେବତାଙ୍କୁ ମିଳନ କରାଇବାର କେବେଠୁ ଆରମ୍ଭ? ଏଟାକୁ ଯଦି ଆମେ ଚିନ୍ତା କରାଯାଏ ହୁଏତ ବୟସ ଆମେ କରିନେଇପାରିବା। କିନ୍ତୁ ଆଦି ପରମ୍ପରାରେ ବର୍ତ୍ତମାନ ମଧ୍ୟ ଗାଁ ଗହଳିରେ ସବୁଆଡ଼େ ଶୀତଳ ଷଷ୍ଠୀ
ଏନ୍ତା ନାହିଁ ଯେ ଆମେ ଖାଲି ସହରାଞ୍ଚଳରେ ଏଇ ସହରାଞ୍ଚଳରେ ବହୁତ କିଛି ବାଜା ଗାଜା ଅର୍ଥର ଅଛେ ସୌନ୍ଦର୍ଯ୍ୟକରଣ ଅଛେ ଶୋଭା କରୁଛୁ ଅନେକ କଥା ସୁନାର ବା ଧନ ସମ୍ପତ୍ତି ପ୍ରଦର୍ଶନ କରୁଛୁ ଆମର ଏତିକି ସମ୍ପତ୍ତି ଅଛି ବୋଲିକିରି କିନ୍ତୁ ନୁହେଁ ଗାଁ ଗହଳିରେ ବି ଅଛେ ଇ ଯେନ୍ କଥାଟା କରାଯାଇଛେ ଆମେ ଆଉ ଟିକେ ଭିତରକୁ ଯଦି ପଶିଯିମା ଆମେ ନିଶ୍ଚିତ ଆକାରେ ଜାନ୍ମା ଯେ ଆମର୍ ଘରର ବୁଢ଼ା ବୁଢ଼ୀଟା ଆମେ ଆଦି ପରମ୍ପରାରେ ମଧ୍ୟ ଅଛେ ଯେ ତାହେଲେ ପ୍ରତିବର୍ଷ କାହିଁ ବିବାହ ହେଉଛି ଆଜ୍ଞା ସେଇ ପ୍ରଶ୍ନ ପ୍ରତି ଗୋଟେ ଆବର୍ତ୍ତନ 6ଟା ଋତୁ ତାକୁ ଷଢ଼ଦେବ ବୋଲି କୁହାଯାଉଛି 12ଟା ମାସ ତାକୁ 12 ଭାଇ ବୋଲା କରିକି କୁହାଯାଉଛି ଏବଂ ଆବର୍ତ୍ତନର ଶେଷ ସମୟ ହେଉଛି ଜ୍ୟେଷ୍ଠ ମାସ ଆଷାଢ଼ ଆସବା ଏବଂ ଜ୍ୟେଷ୍ଠ ଯିବା ଏ ମଝିରେ ଏ ମିଳନଟା ଆବଶ୍ୟକ ନେହେଲେ ଏକ ଆବର୍ତ୍ତନ ସମ୍ଭବ ନାଇଁ ହୁଏ ଏଇଟା ବାଟ ରହିଯିବା ପୃଥିବୀ ଧ୍ୱଂସ ଗଲା କାଁ କର୍ମା ଅତଏବ କରି ଏହାକୁ ଯଦି ବିଚାର କରାଯାଏ ବୋଲେ ଆମେ ନିଶ୍ଚିତ ଆକାରେ କହମା ଯେ ସହରାଞ୍ଚଳଟା ଆମେ ଆମର ବୟସକୁ ଅନୁଭବ କରି ଯାହା ଆମେ ଲୋକମୁଖରୁ ଶୁଣିଛୁ ବେଶୀ ନୁହେଁ ଏଇଟା 200 ବର୍ଷ ଭିତର ଆୟୋଜନ ଏଇଟା ସବୁ ଆଉ ଏଇଟା ଏ ଉଭାଗର ଯାତ୍ରାଟା ଆମେ ସ୍ୱୀକାର କରିବାକୁ ପଡ଼ବା ଯେ ସମ୍ବଲପୁରରୁ ଆରମ୍ଭ ହେଇଛେ ସେଟା ସମ୍ବଲପୁର ହଁ କୁଞ୍ଜଲପଡ଼ାକେ ସମ୍ବଲପୁର ଆଇଛେ କିନ୍ତୁ ବଲାଙ୍ଗୀରରେ ବିନା ଶୋଭାଯାତ୍ରାରେ ଲୋକନାଥ ମନ୍ଦିରର ସ୍ଥାପନା ସମୟରେ ମଧ୍ୟ ଆମେ ଯେବୁ ହେଇଛି ତାରପରେ ମଧ୍ୟ ଗାଁ ଗହଳିରେ ଆମର ମଠଖାଇ ବୁଢ଼ାର ବି ଯାତ୍ରା ହେଉଥିଲା ଆମେମାନେ ଯାଉଥିଲୁ ସେ ପର୍ବତକେ ଚଢ଼ୁ ଏଇନା ଦେବୀ ଆଣିକି ଛୁଇଁ ଦେଲେନ ଦେବୀ ଦରକାର ନାହିଁ ସେଟା ହେଉଛି ବୁଢ଼ା ମଠଖାଇ ବୁଢ଼ୀ ଖାଲେ ଅଛି ଗୋଟେ ଖାଲେ ଅଛି ସେ କିନ୍ତୁ ଏବେ ଏଇଟା ବହିରାଗତ ଭାରତର ଆମର ବଲାଙ୍ଗୀର ସଂସ୍କୃତିକେ ତ ବହିରାଗତର ହାତରେ ରହିଗଲା ନା ମଣିଷ ଯେହେତୁ ପ୍ରକୃତିର ଉପାସକ ଇଏ ଶୀତଳ ଷଷ୍ଠୀ ମଧ୍ୟ ପ୍ରକୃତି ସହିତ ଓତପ୍ରୋତ ଭାବରେ ଜଡ଼ିତ ଅଛି ଯେତେବେଳେ ଗ୍ରୀଷ୍ମର ଦାୟୁରେ ସମସ୍ତେ ଆକ୍ତାମାକ୍ତା ହେଉଥାନ୍ତି ସେତେବେଳେ ଧରିତ୍ରୀ ପୃଷ୍ଠକୁ ଶୀତଳୀକରଣ କରିବା ପାଇଁ ଏଭଳି ଗୋଟେ ପୂଜା ପାର୍ବଣ ଏବଂ ପରମ୍ପରା କାହିଁ ଅନାଦି କାଳରୁ ଲାଗି ରହିଛି ଏବେ କେବଳ ସହରରେ ତାର କଳବର ବଢ଼ିଛି ଏହା ସତ ଯେ ଶୀତଳ ଷଷ୍ଠୀ ସମ୍ବଲପୁରରୁ ଆରମ୍ଭ ହୋଇଛି ପର୍ଯ୍ୟାୟକ୍ରମରେ ବଲାଙ୍ଗୀରରେ ମଧ୍ୟ ଏହାର କଳେବର ବୃଦ୍ଧି ପାଇଛି ଆଜି ଆମେ ଯେଉଁ ଦେଖୁଛୁ ବଲାଙ୍ଗୀର ସହରରେ ସାହି ଗଳି କନ୍ଦିରେ ପୂଜା ସଂସ୍କୃତିମାନେ ଏହାକୁ ବହୁ ଧୁମଧାମରେ ପାଳନ କରୁଛନ୍ତି ଏବଂ ଧରାପୃଷ୍ଠକୁ ଶୀତଳୀ କରିବା ପାଇଁ ଏହି ଶୀତଳ ଷଷ୍ଠୀର ଆୟୋଜନ ବଲାଙ୍ଗୀରରୁ କ୍ୟାମେରା ପର୍ସନ ସୁବ୍ରତ ନାୟକଙ୍କ ସହ ଚନ୍ଦ୍ରଭାନୁ ମଲଣା କନକ ନ୍ୟୁଜ୍।